बंधु नमस्कार। मेष राशि को रविंक चलन विषुव रेखा उपरे रहिबे। सकल शक्तिर आधार रवि, तेणु मेष राशि चारि पाखरे थिबा समस्त प्रकार द्वंद्व विवाद अपवाद रोग व्याधि ऋण शत्रु समस्तंकर विनाश हेब। प्रचंड सूर्यरश्मि बड़े सेमाने तेजियान हेबे। जन्म रवि, द्वादश राहु, षष्ठ केतु, द्वादश शुक्र मिलित भावरे मेष राशिर आर्थिक विकास पाई प्रचेष्टा जारी रखिए। सेमाने समस्ते चिंतामुक्त हेबे। रोग व्याधि सेमांठारु दूर दूरांतर को चली जीव। समस्त ऋण उधार को से परिशोध करिवे। शत्रु मान आतंकित हेबे, ईर्ष्याळु हेबे। तेणु मेष राशिर बंधुगण जे जेउठी अछंती आबाल वृद्ध वनिता सेमाने प्रफुल्लित और प्रलोभित हेबा उचित। मेष राशि रे रवि प्रवेश कले। आज एप्रिल 14 तारीख यह विचार करी भावी आपण आज घर आगर देवता वृंदावंती उपरे जलपूर्ण कलश रखिए ना। तेणु एप्रिल 14 रु मे 14 जाए मेष राशिर समस्त व्यक्ति की प्रकार सुख सुविधा पाइबे, दुख असुविधार सम्मुखीन हेबे, ताहा आजिर विषय वस्तु अटे। आसंतु ए प्रबंध को तन्न तन्न करी पढ़िबा और बुझिबा। धन लाभ हेब। षष्ठ केतु, द्वादश राहु, द्वादश शुक्र और द्वितीय बृहस्पति तथा जन्म रविंक पाई। रवि जन्म हेले मन आतंकित हुए। बुध द्वादश हेले दुस्समय आसी शोक बढ़ाए। गुरु ए मासरे प्रथम नक्षत्र अश्विन को वामपादरे जम जंत्रणा दुख देवे। राहु द्वादश हेले देह मुंड बथाई थाए। मंगल चतुर्थ हेले शत्रु वृद्धि होता। केतु 3 नक्षत्र को अश्विन द्विजा कृतिका ए नक्षत्र त्रयंकर सौभाग्य वृद्धि करी आनंद देवे। राहु यही नक्षत्र त्रयंकु धन और सम्मान दे खुशी करिवे। शनि पाई 3 जाक नक्षत्र भ्रमण जोगर सुविधा नेबे। प्रथम द्वितीय नक्षत्र अश्विन और द्वितीय नक्षत्र जदि डाहाण हाथरे किछि दान करिवे ओ ताहा सत्पात्र रे, ताहले सेवानंकर समस्त काम रे विजय हेब। किछि देई कुआडे जांतु मंगल हेब। गुरु द्वितीय और तृतीय नक्षत्र को अश्विन द्विजा को सुख और शांति देवे। जदि हृदयवान हेबे तेबे प्रथम और द्वितीय नक्षत्र तथा तृतीय नक्षत्र किछि वितरण करिवे। तेबे रवि ये नक्षत्र त्रयंकु विपुल धन देई आर्थिक समस्यार समाधान करिवे। माने कथाटिए नहीं देइथिले पाई। आगे आमे आम पाकिट खाली करिबा, तापरे आपणा छाए 6 गुण परिमाणर अर्थ आसी आम पकेट्रे भर्ती हो। ये पृथ्वी धारा या आप जहाँ देवे
ତାହାର 6 ଗୁଣ ପାଇବେ। ଯଦି କାହାକୁ ଗୋଡ଼ି ପକାଇବେ ଆପଣଙ୍କ ଉପରେ ଗୋଟେ ଇଟା ପଥର ଆସି ପଡ଼ିବ। ଯେତିକି ଅମଙ୍ଗଳ କାମନା କରିବେ 6 ଗୁଣ ଲୋକ ସେତିକି ଅମଙ୍ଗଳ କାମନା କରିବେ ଆପଣଙ୍କର। ଏଇଥିପାଇଁ କୁହାହେଇଛି ଦେଇଥିଲେ ପାଇ ଯାହା ଦେବେ ତାର 6 ଗୁଣ ପାଇବେ। ଉପରୋକ୍ତ ବିଷୟବସ୍ତୁକୁ ବିଶ୍ଳେଷଣ କଲେ, ଆନାଲିସିସ୍ କରେ। ଏଣୁ ଆମେ ଅବଗତ ହେଲେ ଯେ ବିଭିନ୍ନ ଗ୍ରହଙ୍କ ଆନୁକୂଲ୍ୟରୁ ମେଷ ରାଶିର ଆର୍ଥିକ ବିକାଶ ହେବ ନିଶ୍ଚିତ। ଏଣୁ ଚିନ୍ତା ଦୂର ହେବ, ଦୁଃଖ ଦୂରେଇ ଯିବ, ସୁଖ ଓ ଶାନ୍ତି ଆସିବ। ବ୍ୟବସାୟ, କୃଷି, ବୃତ୍ତି, ଧନ୍ଦା, ସେବା, ଚାକିରି ଓ ବ୍ୟବସା ଆଦିରେ ଉନ୍ନତି ହେବ। ସମସ୍ତ ପ୍ରକାର ସୁଖ ଚାରିପଟରେ ଦେଖାଦେବ। ସମସ୍ତେ ପ୍ରାୟ କର୍ମକୁଶଳୀ ହେବେ, କର୍ମରୁ ଆନନ୍ଦ ପାଇବେ, କର୍ମ ଅନୁଯାୟୀ ସୁଫଳ କରଗତ ହେବ। ନବମକୁ ମାନେ ଧର୍ମସ୍ଥାନକୁ ବୃହସ୍ପତି ଦେଖୁଛନ୍ତି ଦ୍ୱିତୀୟରେ। ଏଣୁ ଏହି ରାଶିର ଲୋକେ ଧର୍ମ ଦିଗରେ ମନ ଦେବେ। ବନ୍ଧୁ, ଭାଇ, ପଡ଼ୋଶୀଙ୍କ ସହଯୋଗ ପାଇବେ। ପଞ୍ଚମାଧିପ ରବି ଉଚ୍ଚରେ, ଏଣୁ ସନ୍ତାନମାନେ ସୁସ୍ଥ ଓ ସବଳ ହେବେ। ଛାତ୍ରଛାତ୍ରୀ, ବୈଜ୍ଞାନିକ, ଗବେଷକମାନେ ବହୁ ଉଚ୍ଚତର ସମ୍ମାନ ପାଇବେ। ପଞ୍ଚମାଧିପ ଛାତ୍ରମାନଙ୍କୁ ଆଗେଇ ନେବ। ସପ୍ତମାଧିପ ଶୁକ୍ର ଦ୍ୱାଦଶରେ, ଶୁକ୍ର ଦ୍ୱାଦଶ ହେଲେ ମଙ୍ଗଳ କରିଥାନ୍ତି। ଏଣୁ ମହିଳାମାନେ ଆର୍ଥିକ ବିକାଶ କରିବେ। ସେମାନଙ୍କ ହାତ ଖାଲି ହେବନି, ସେମାନେ ଅର୍ଥ କରଗତ କରି ସୁଖରେ ରହିବେ। ଚତୁର୍ଥ ମଙ୍ଗଳ ଓ ଦ୍ୱାଦଶ ବୁଧଙ୍କ ପାଇଁ କିଛି କିଛି ଅସୁବିଧା ହୋଇପାରେ। ଯଥା ଯେଉଁମାନେ ଦୈନନ୍ଦିନ ଆୟ କରନ୍ତି ସେଥିରେ ବାଧାବିଘ୍ନ ଆସିବ। ଶୋକ ସମ୍ବାଦ ମିଳିବ। ଦୈନନ୍ଦିନ ଆୟ ଯାହା ପାଖକୁ ପ୍ରତିଦିନ ଅର୍ଥ ଆସେ, ନିମ୍ନରୁ ଯିବା ଭିକାରୀ ପାଖକୁ ସବୁଦିନ ଅର୍ଥ ଆସେ, ସେ ମାକିଲେ। ଆଚ୍ଛା, ଯେଉଁମାନେ ପୂଜା ପାଠ କରନ୍ତି ତାଙ୍କ ହାତକୁ ପ୍ରତିଦିନ ଅର୍ଥ ଆସେ। ଯେଉଁମାନେ ସୁଧ ବ୍ୟବସାୟ କରନ୍ତି ତାଙ୍କ ହାତକୁ ଅର୍ଥ ଆସେ। ସେମିତି ଯେଉଁମାନେ ଓକିଲାତି କରନ୍ତି, ଚିକିତ୍ସା କରନ୍ତି ଡାକ୍ତରମାନେ, ତାଙ୍କ ହାତକୁ ଅର୍ଥ ଆସେ। ଯେଉଁମାନଙ୍କ ପାଖକୁ ଦୈନନ୍ଦିନ ଅର୍ଥ ଆସେ ସେମାନଙ୍କର ଏହି ଆୟରେ ବାଧାବିଘ୍ନ ସୃଷ୍ଟି ହେବ। ଶୋକ ସମ୍ବାଦ ଭୟତ୍ରସ୍ତ କରିବ। କର୍ମାଧିପ ଶନି ଦ୍ୱାଦଶରେ, ଏଣୁ କର୍ମ କ୍ଷେତ୍ରରେ ଜଗି ରଖି ନ ଚଳିଲେ ସମସ୍ୟା ସୃଷ୍ଟି ହେବ। ଦେହ ଅସୁସ୍ଥ ହୋଇପାରେ, ସାବଧାନ। ଯଦି ରୋଗ ହେଲା ତ ତୁରନ୍ତ ଚିକିତ୍ସା କରନ୍ତୁ। ହଁ ହେଇଛି ତ ନା। ଶରୀରମ୍ ଆଦ୍ୟମ୍ ଖଳୁ ଧର୍ମ ସାଧନ। ଆଗେ ଶରୀରକୁ ଦେଖ, ତାକୁ ସୁରକ୍ଷା ଦିଅ, ତାପରେ ଅନ୍ୟ ଚିନ୍ତା। ସ୍ନାନ ଭୋଜନ ଉପରେ ନଜର ଦିଅ। 100 କାମ ଥିଲେ ଆଗ ସ୍ନାନ କର, 1000 କାମ ଥିଲେ ଆଗ ଭୋଜନ କର, 1,00,000 କାମ ଥିଲେ ଆଗ ହରିନାମ ନିଅ, ମାନେ ପ୍ରଭୁଙ୍କୁ ଚିନ୍ତା କର, ଅର୍ଥାତ୍ ଧର୍ମ କାର୍ଯ୍ୟ କର। ଧର୍ମଂ ଯୋ ନ କରୋତି ବିମୂଢ଼ମତି। ଯିଏ ଧର୍ମ କରେ ନା ସେ ମହାମୂର୍ଖ। ଧର୍ମଂ ଯୋ ନ କରୋତି ବିମୂଢ଼ମତି ସହ ବିମୂଢ଼ମତି। ସେ ମହାମୂର୍ଖ ଯହ ଧର୍ମଂ ନ କରୋତି। ତେଣୁ ଧର୍ମ ରକ୍ଷେ ଧାର୍ମିକ। ଆଗେ ଧର୍ମ କର, ଧର୍ମ କାର୍ଯ୍ୟରେ ମନ ଦିଅ, ନିଶ୍ଚୟ ମଙ୍ଗଳ ହେବ। ରବି ଦୟା କରିବେ, ଶୁକ୍ର କରୁଣା କରିବେ, ଶନି ସାହାଯ୍ୟ କରିବେ, ରାହୁ ସହଯୋଗ କରିବେ, କେତୁ କୁଣ୍ଢେଇ ପକାଇବେ, ସବୁ ଦେଇଦେବେ। ଓ ବନ୍ଧୁ, ଆପଣମାନଙ୍କୁ ସବୁ ଗ୍ରହ କଲ୍ୟାଣ କରନ୍ତୁ। ଆଉ ମୋତେ ଟିକେ ବିଦାୟ ଦିଅନ୍ତୁ। ନମସ୍କାର।